ଜୟ ଜଗନ୍ନାଥ। ଆଜି ଆସନ୍ତୁ ଆମେ ଆଡଭାନ୍ସ ଗ୍ରୁପ ଅଫ୍ ଆସନର ଗୋଟିଏ ଆସନ ବିଷୟରେ ଜାଣିବା ଏବଂ ତାର ବେନିଫିଟ୍ସ ମଧ୍ୟ କ'ଣ ତାହା ମଧ୍ୟ ଜାଣିନେବା। ଏବଂ ସେ ଆସନଟିର ନାମ ହେଉଛି ପିକକ୍ ପୋଜ୍ ବା ମୟୂରାସନ। ଏହି ଆସନଟି ସାଧାରଣତଃ ଟିକେ କଷ୍ଟସାଧ୍ୟ, ହେଲେ ଏ ଆସନଟି କରିବା ଦ୍ୱାରା ଆମକୁ ବହୁତ ଗୁଡ଼ିଏ ବେନିଫିଟ୍ସ ମିଳିଥାଏ। ଯେପରିକି ଆମର ଫିଜିକାଲ ଆଣ୍ଡ ମେଣ୍ଟାଲ ବାଲାନ୍ସ ହୋଇଥାଏ, ଆମେ ଫିଜିକାଲି ଷ୍ଟ୍ରଙ୍ଗ ହୋଇଥାଉ, ଆମର ଡାଇଜେଷ୍ଟିଭ ସିଷ୍ଟମ ଏବଂ ବ୍ଲଡ଼ ସର୍କୁଲେଟରୀ ସିଷ୍ଟମ ଏଗୁଡ଼ିକର ଆକ୍ଟିଭିଟିଜ ବଢ଼ିଥାଏ, ଆମର ହରମୋନାଲ ବାଲାନ୍ସ ମଧ୍ୟ ହୋଇଥାଏ, ଆମର ଏଣ୍ଡୋକ୍ରାଇନ୍ ଗ୍ଲାଣ୍ଡସ୍ ଗୁଡ଼ିକ ଭଲ ଭାବରେ କାର୍ଯ୍ୟକ୍ଷମ ହୋଇଥାନ୍ତି ଏବଂ ଏହି ଆସନଟି କରିବା ଦ୍ୱାରା ଆମର ବାତ, ପିତ୍ତ, କଫ ଏଗୁଡ଼ିକର ମଧ୍ୟ ବାଲାନ୍ସ ହୋଇଥାଏ। ତ ଯଦି ମୋଟ ଉପରେ କହିବା ତାହେଲେ ଆମର ହୋଲ୍ ବଡ଼ିର ଗୋଟେ ଆକ୍ଟିଭିଟି ଯେ ଆସନ କରିବା ଦ୍ୱାରା ବଢ଼ିଥାଏ, କାରଣ ଆମର କିଡ଼ନୀ, ଲଙ୍ଗସ୍, ସ୍ପ୍ଲେନ୍, ଡାଇଜେଷ୍ଟିଭ ସିଷ୍ଟମ ଏଗୁଡ଼ିକ ସମସ୍ତେ ଭଲ ଭାବରେ କାର୍ଯ୍ୟକ୍ଷମ ହୋଇପାରନ୍ତି। ତ ତାହେଲେ ଚାଲନ୍ତୁ ଏହି ଆସନଟି କିପରି କରାଯାଇଥାଏ ଦେଖିନେବା ଏବଂ ଆମେ ଏହାକୁ ପ୍ରତ୍ୟହ ଧୀରେ ଧୀରେ ପ୍ରାକ୍ଟିସ୍ କରିବା, ତାହେଲେ ନିଶ୍ଚିନ୍ତ ଭାବେ ଆମେ ସଫଳ ହୋଇପାରିବା। ବର୍ତ୍ତମାନ ମୁଁ ମ୍ୟାଟ୍ ଉପରେ ଯେଉଁଭଳି ସ୍ଥିତିରେ ଅଛି, ଆପଣ ବର୍ତ୍ତମାନ ସେହି ସ୍ଥିତିକୁ ଚାଲି ଆସନ୍ତୁ ଏବଂ ବର୍ତ୍ତମାନ ଆମେ ମୟୂର ଆସନ କରିବା। ତେଣୁ ଆମର ଶରୀରର ପୋଜ୍ଟା ଯେମିତି ମୟୂର ଭଳି ହୋଇଥିବା ଦରକାର। ତ ସେଥିପାଇଁ ଆପଣ ଗୋଡ଼କୁ ସିଧା କରିବେ ଏବଂ ଆପଣଙ୍କର ହୋଲ୍ ବଡ଼ିକୁ ଆପଣଙ୍କର ହାତର ଉପରେ ହିଁ ନିର୍ଭର କରିବ। ତେଣୁ ଆପଣ ଏକ୍ସେଲ୍ କରିବା ସହିତ ଆପଣଙ୍କର ହୋଲ୍ ବଡ଼ିକୁ ଉପରକୁ ଯଥାସମ୍ଭବ ଉଠାନ୍ତୁ ଏବଂ କିଛି ସମୟ ସେଠାରେ ହୋଲ୍ଡ କରି ରୁହନ୍ତୁ। ତାପରେ ଇନହେଲ୍ କରିବା ସହିତ ବଡ଼ିକୁ ତଳକୁ ମ୍ୟାଟ୍ ଉପରକୁ ନେଇ ଆସନ୍ତୁ। ଏହା ହେଉଛି ଗୋଟିଏ ରାଉଣ୍ଡ। ପୁଣି ନର୍ମାଲ ବ୍ରିଦିଂ ନେଇ ଏଇଭଳି 3 ରାଉଣ୍ଡ କରନ୍ତୁ।